ओम शांति। परम प्रिय परमात्मा शिव भगवान को कोटि कोटि नमन। आज आसंतु आमे सबू मधुर संतान माने 22/7/2025 मसीहा उपलक्षे साकार मुरली रे बापदादा कौन कहिछंती आसंतु समस्त एकाग्रचित्त होई सुनिबा। स्वयं परमपिता परमात्मा कहिले, मिठे बच्चे तुमर पाठपढ़ार मूलदुआ हेउछि पवित्रता। जदि पवित्रता थिब तेबे जोग द्वारा शक्ति भरी पारिब। जदि जोगर शक्ति थिब तेबे जाई बाणी शक्तिशाली हेब। प्रश्न पचारिले, तुम मानकु एबे केउ प्रयत्न पूर्ण रूपरे करिबाकु हेब? उत्तर रे बाबा कहिले, मुंड उपरे जेउ विकर्मर बोझ रहिछि ताकू समाप्त करिबा पाई पूरा पूरा प्रयत्न करिबाकू हेब। बाबांकर हेबा परे जदि कौनसी विकर्म करिल तेबे बहुत जोर रे तळकू खसी पड़िब, अर्थात दुर्गति होइजिब। जदि संस्थार निंदा करिल बा कौनसी प्रकारर विशृंखला सृष्टि करिल तेबे बहुत पाप होइजिब। तेणु एही भली कर्म करी ज्ञान शुणिबारे बा शुणेइबारे कौनसी फायदा नाही। ओम शांति। आत्मिक पिता संतान मानकु बुझाउछंती जे किपरि तुमे माने पतितरु पावन होई पावन दुनियार मालिक होई पारिब। पावन दुनिया को स्वर्ग, विष्णुपुरी अथवा लक्ष्मी नारायणक राज्य कुहाଯାଉଛି। विष्णु अर्थात लक्ष्मी नारायणଙ୍କର जुगल चित्र ଯାହାଙ୍କର ଏହିପରି ଚିତ୍ର ତିଆରି କରିଛନ୍ତି ସେଥିପାଇଁ ଏହି ଚିତ୍ର ଉପରେ ବୁଝା ଯାଉଛି। ବାକି ବିଷ୍ଣୁଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝିପାରୁ ନାହାନ୍ତି ଯେ ଇଏ କିଏ। ମହାଲକ୍ଷ୍ମୀଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝି ନାହାନ୍ତି ଯେ ଇଏ କିଏ। ବାବା ଏବେ ତୁମକୁ ଭିନ୍ନ ଭିନ୍ନ ରୀତିରେ ବୁଝାଉଛନ୍ତି, ଯାହାକୁ ଭଲ ଭାବରେ ଧାରଣା କରିବା ଉଚିତ। କାହା କାହା ବୁଦ୍ଧିରେ ରହୁଛି ଯେ ପରମାତ୍ମା ସବୁ କିଛି ଜାଣିଛନ୍ତି। ଆମେ ଯାହା କିଛି ଭଲ ଅଥବା ଖରାପ କରୁଛୁ ସିଏ ସବୁ କିଛି ଜାଣୁଛନ୍ତି। ଏହାକୁ ଅନ୍ଧଶ୍ରଦ୍ଧାର ଭାବନା କୁହାଯିବ। ଭଗବାନ ଏହିସବୁ କଥାକୁ ଜାଣୁ ନାହାନ୍ତି। ତୁମେମାନେ ଜାଣିଛ ଭଗବାନ ହେଲେ ପତିତ ପାବନ, ଯିଏକି ଆତ୍ମାକୁ ପାବନ କରି ସ୍ୱର୍ଗର ମାଲିକ କରୁଛନ୍ତି। ଯିଏ ଭଲ ଭାବରେ ପାଠ ପଢ଼ିବେ ସିଏ ଉଚ୍ଚପଦ ପାଇବେ। ବାକି ଏପରି ଭାବିବା ଉଚିତ ନୁହେଁ ଯେ ବାବା ସମସ୍ତଙ୍କର ମନ କଥାକୁ ଜାଣିଥାନ୍ତି। ଏହାକୁ ଅଜ୍ଞାନତା କୁହାଯିବ। ମନୁଷ୍ୟ ଯାହା କର୍ମ କରୁଛି ତାହାର ପୁଣି ଭଲ ଅଥବା ମନ୍ଦ ଫଳ ଡ୍ରାମା ଅନୁସାରେ ତାକୁ ମିଳିଥାଏ। ଏଥିରେ ବାବାଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ଏପରି ଖିଆଲ କରିବା ଉଚିତ ନୁହେଁ ଯେ ବାବା ସବୁକିଛି ଜାଣିଛନ୍ତି। ବହୁତ ଅଛନ୍ତି ଯେ ବିକାରଗ୍ରସ୍ତ ହୋଇ ପାପ କରୁଛନ୍ତି, ପୁଣି ଏଠାକୁ ଅର୍ଥାତ୍ ସେଣ୍ଟରକୁ ଆସୁଛନ୍ତି। ଭାବୁଛନ୍ତି ବାବା ଜାଣିଛନ୍ତି, କିନ୍ତୁ ବାବା କହୁଛନ୍ତି ମୁଁ ଏହି ଧନ୍ଦା କରୁନାହିଁ। ସର୍ବଜ୍ଞ ଶବ୍ଦ ମଧ୍ୟ ଭୁଲ ଶବ୍ଦ ଅଟେ। ତୁମେମାନେ ବାବାଙ୍କୁ ଡାକୁଛ, କହୁଛ ଏଠାକୁ ଆସି ପତିତରୁ ପାବନ କର, ସ୍ୱର୍ଗର ମାଲିକ କର, କାହିଁକି ନା ଜନ୍ମ ଜନ୍ମାନ୍ତରର ପାପ ମୁଣ୍ଡ ଉପରେ ବହୁତ ଅଛି। ଏହି ଜନ୍ମର ପାପ ମଧ୍ୟ ରହିଛି। ଏହି ଜନ୍ମର ପାପକୁ ମଧ୍ୟ ଜଣାଉଛନ୍ତି। ଅନେକ ଏପରି ପାପ କରିଛନ୍ତି ଯାହାକି ପବିତ୍ର ହେବା ବହୁତ ମୁସ୍କିଲ ଲାଗୁଛି। ମୁଖ୍ୟ କଥା ହେଉଛି ପବିତ୍ର ହେବା। ପାଠପଢ଼ା ତ ବହୁତ ସହଜ, କିନ୍ତୁ ବିକର୍ମର ବୋଝ କିପରି ସମାପ୍ତ ହେବ ସେଥିପାଇଁ ଚେଷ୍ଟା କରିବା ଉଚିତ। ଏପରି ବି ବହୁତ ଅଛନ୍ତି ଯେଉଁମାନେ କି ବହୁତ ପାପ କରୁଛନ୍ତି, ଅପସେବା ମଧ୍ୟ କରୁଛନ୍ତି। ବ୍ରହ୍ମା କୁମାରୀ ଆଶ୍ରମକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। ତାହାର ବହୁତ ବଡ଼ ପାପର ବୋଝ ଚଢ଼ିଥାଏ। ଯେଉଁ ପାପର ବୋଝ ଜ୍ଞାନ ଶୁଣାଇବା ଦ୍ୱାରା କଟିପାରିବ ନାହିଁ, ତାହା ଯୋଗ ବଳ ଦ୍ୱାରା ହିଁ କଟିବ। ତେଣୁ ପ୍ରଥମେ ଯୋଗଯୁକ୍ତ ହୋଇ ରହିବାର ପୁରା ପୁରୁଷାର୍ଥ କରିବା ଦରକାର, ତେବେ ଯାଇ କାହାକୁ ତୀର ଲାଗିପାରିବ। ପ୍ରଥମେ ପବିତ୍ର ହୁଅ, ଯୋଗ ବଳ ଜମା କର,
ତେବେ ବାଣୀରେ ମଧ୍ୟ ଶକ୍ତି ଭରିବ। ନଚେତ୍ କାହାକୁ କେତେ ବି ବୁଝାଅ, କିନ୍ତୁ ବୁଦ୍ଧିରେ ଜ୍ଞାନ ରହିବ ନାହିଁ, ତୀର ଲାଗିବ ନାହିଁ। କାରଣ ଜନ୍ମ ଜନ୍ମାନ୍ତରର ପାପ ରହିଛି ନା। ଏବେ ଯେଉଁ ପାପ କରୁଛ ତାହା ଜନ୍ମ ଜନ୍ମାନ୍ତର ଠାରୁ ମଧ୍ୟ ଅଧିକ ହୋଇଯାଉଛି। ସେଥିପାଇଁ ଗାୟନ କରାଯାଏ, ସତ୍ ଗୁରୁଙ୍କର ନିନ୍ଦୁକ, ଇଏ ସତ୍ ବାବା, ସତ୍ ଶିକ୍ଷକ, ସତ୍ ଗୁରୁ ଅଟନ୍ତି। ବାବା କହୁଛନ୍ତି, ବିକେଙ୍କର ନିନ୍ଦା କରିଲେ ବହୁତ ପାପ ହେବ। ପ୍ରଥମେ ନିଜେ ପବିତ୍ର ହୁଅ। କେହି କେହି ଜ୍ଞାନ ବୁଝାଇବା ପାଇଁ ବହୁତ ସଉକ ରଖୁଛନ୍ତି, କିନ୍ତୁ ଯୋଗ ପଇସାକର ନାହିଁ। ଏଥିରେ ଲାଭ କ'ଣ? ବାବା କହୁଛନ୍ତି, ମୁଖ୍ୟ କଥା ହେଲା ଯୋଗ ବଳ, ଯାହାଦ୍ୱାରା ହିଁ ପବିତ୍ର ହେବ। ଭଗବାନଙ୍କୁ ମଧ୍ୟ ପବିତ୍ର ହେବା ପାଇଁ ଡାକୁଛନ୍ତି। ଭକ୍ତି ମାର୍ଗରେ ଧକ୍କା ଖାଇବାର, ଫାଲତୁ ଗାୟନ କରିବାର ଏକ ଅଭ୍ୟାସ ପଡ଼ିଯାଇଛି। ପ୍ରାର୍ଥନା କରୁଛନ୍ତି, କିନ୍ତୁ ଭଗବାନ କିଏ, କେଉଁଠାରେ ଅଛନ୍ତି, ବିନା କାନ ଏବଂ ମୁଖ ଦ୍ୱାରା କହିବେ ବା ଶୁଣିବେ କିପରି? ସିଏ ତ ଅବ୍ୟକ୍ତ ଅଟନ୍ତି। ଏସବୁ ହେଉଛି ଅନ୍ଧଶ୍ରଦ୍ଧା। ତୁମେ ବାବାଙ୍କୁ ଯେତେ ମନେ ପକାଇବ ସେତେ ପାପ ନାଶ ହେବ। ଏପରି ନୁହେଁ ଯେ ବାବା ଜାଣିଛନ୍ତି ଇଏ ବହୁତ ମନେ ପକାଉଛନ୍ତି, ଇଏ କମ୍ ମନେ ପକାଉଛନ୍ତି ନା। ନିଜର ଚାର୍ଟକୁ ନିଜେ ଦେଖିବା ଉଚିତ। ବାବା କହୁଛନ୍ତି, ଯୋଗ ଦ୍ୱାରା ତୁମର ବିକର୍ମ ବିନାଶ ହେବ। ବାବା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି, କେତେ ସମୟ ବାବାଙ୍କୁ ମନେ ପକାଉଛ? ଏକଥା ଚାଲିଚଳଣରୁ ମଧ୍ୟ ଜଣାପଡ଼ିଯାଏ। ବାବାଙ୍କ ସ୍ମରଣ ବିନା ପାପ କଟିପାରିବ ନାହିଁ। ଏପରି ନୁହେଁ ଯେ କାହାକୁ ଜ୍ଞାନ ଶୁଣାଉଛ, ତାଦ୍ୱାରା ତୁମର ତଥା ତାଙ୍କର ପାପ କଟିଯିବ। ନା, ଯଦି ନିଜେ ଯୋଗ କରିବ ତେବେ ପାପ କଟିବ। ମୂଳ କଥା ହେଉଛି ପବିତ୍ର ହେବା। ବାବା କହୁଛନ୍ତି, ମୋର ହୋଇଛ, ତେଣୁ କୌଣସି ପାପ କର ନାହିଁ, ନଚେତ୍ ଏକଦମ ତଳକୁ ଖସି ପଡ଼ିବ। ପୁଣି ଆଶା ମଧ୍ୟ ରଖିବା ଉଚିତ ନୁହେଁ ଯେ ମୁଁ ଭଲ ପଦ ପାଇପାରିବି। ପ୍ରଦର୍ଶନୀରେ ଅନେକଙ୍କୁ ବୁଝାଉଛ ଏବଂ ଖୁସି ହୋଇଯାଉଛ ଯେ ଆମେ ବହୁତ ସେବା କରିଲୁ, କିନ୍ତୁ ବାବା କହୁଛନ୍ତି, ପ୍ରଥମେ ତୁମେ ପବିତ୍ର ହୁଅ, ବାବାଙ୍କୁ ମନେ ପକାଅ। ଯୋଗରେ ବହୁତ ଫେଲ୍ ହେଉଛନ୍ତି। ଜ୍ଞାନ ତ ବହୁତ ସହଜ, କେବଳ 84 ଜନ୍ମର ଚକ୍ରକୁ ଜାଣିବାକୁ ହେବ। ହଦର ପାଠପଢ଼ାରେ କେତେ ବହି ପଢ଼ୁଛନ୍ତି, ବହୁତ ମେହନତ କରୁଛନ୍ତି, କି ରୋଜଗାର କରିବେ? ପଢ଼ୁ ପଢ଼ୁ ଯଦି ମରିଗଲେ ତେବେ ପାଠପଢ଼ା ଶେଷ। ତୁମେ ପିଲାମାନେ ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଧାରଣା ହେବ। ପବିତ୍ର ନ ହେଲେ ପାପ କଟିବ ନାହିଁ, ପୁଣି ବହୁତ ଦଣ୍ଡ ଭୋଗିବାକୁ ପଡ଼ିବ। ଏପରି ନୁହେଁ ଯେ ଆମର ସ୍ମୃତି ବାବାଙ୍କ ପାଖରେ ତ ପହଞ୍ଚୁଛି। ବାବା କ'ଣ କରିବେ? ତୁମେ ଯୋଗ କରିଲେ ତୁମେ ପାବନ ହେବ। ବାବା ସେଥିରେ କ'ଣ କରିବେ? କ'ଣ ସାବାସୀ ଦେବେ? ବହୁତ ସନ୍ତାନ କହୁଛନ୍ତି, ଆମେ ସବୁବେଳେ ବାବାଙ୍କୁ ମନେ ପକାଉଛୁ, ତାଙ୍କ ବିନା ଆମର ଆଉ କିଏ ଅଛି? କିନ୍ତୁ ଏହା ଗପ ଅଟେ। ଯୋଗରେ ବହୁତ ମେହନତ ରହିଛି। ଆମେ ଯୋଗ କରୁଛୁ ନା ନାହିଁ ଏକଥା ମଧ୍ୟ ବୁଝିପାରୁନାହାନ୍ତି। ନ ବୁଝି ନ ଜାଣି କହିଦେଉଛନ୍ତି ଆମେ ଯୋଗ କରୁଛୁ। ମେହନତ ବିନା କେହି କ'ଣ ବିଶ୍ୱର ମାଲିକ ହୋଇପାରିବେ? ଉଚ୍ଚ ପଦ ପାଇପାରିବେ ନାହିଁ। ଯୋଗର ଶକ୍ତି ଭରିଲେ ସେବା କରିପାରିବ। ତାପରେ ଦେଖାଯିବ ସେବା କରି କେତେ ପ୍ରଜା ତିଆରି କରିଲ। ହିସାବ ଦରକାର ନା। ଆମେ କେତେ ଜଣଙ୍କୁ ନିଜ ସମାନ କରିଛୁ। ପ୍ରଜା ତିଆରି କରିବାକୁ ହେବ, ତେବେ ଯାଇ ରାଜପଦ ପାଇପାରିବ। ସେସବୁ ଏବେ କିଛି ନାହିଁ। ଯୋଗଯୁକ୍ତ ହୋଇ ରହିଲେ, ଶକ୍ତି ଭରିଲେ ଯାଇ କାହାକୁ ପୁରା ତୀର ଲାଗିବ। ଶାସ୍ତ୍ରରେ ମଧ୍ୟ ଅଛି ନା, ଶେଷ ସମୟରେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଆଦିଙ୍କୁ ଜ୍ଞାନ ଦେଲେ, ଯେତେବେଳେ ତୁମର ପତିତ ପଣିଆ ସମାପ୍ତ ହୋଇ ଆତ୍ମା ସତ୍ୱପ୍ରଧାନ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବ, ତେବେ ଯାଇ ଆତ୍ମାରେ ଶକ୍ତି ଭରିବ ଏବଂ ତୁରନ୍ତ ତୀର ଲାଗିବ। ଏକଥା କେବେ ଖିଆଲ କର ନାହିଁ ଯେ ବାବା ସବୁକିଛି ଜାଣିଛନ୍ତି। ବାବାଙ୍କର ଜାଣିବା କ'ଣ ଦରକାର? ଯିଏ କରିବ ସିଏ ପାଇବ।
ବାବା ସାକ୍ଷୀ ହୋଇ ଦେଖୁଛନ୍ତି। ବାବାଙ୍କୁ ଲେଖୁଛନ୍ତି, ଆମେ ଅମୁକ ଜାଗାକୁ ଯାଇ ସେବା କରିଲୁ। ବାବା ପଚାରୁଛନ୍ତି, ପ୍ରଥମେ ତୁମେ ଯୋଗର ଯାତ୍ରାରେ ତତ୍ପର ଅଛ? ଏହା ହିଁ ହେଉଛି ପ୍ରଥମ କଥା। ଆଉ ସବୁ ସଙ୍ଗ ଛାଡ଼ି ଏକମାତ୍ର ବାବାଙ୍କର ସଙ୍ଗ କର। ସେଥିପାଇଁ ଦେହୀ ଅଭିମାନୀ ହେବାକୁ ପଡ଼ିବ। ଘରେ ରହି ମଧ୍ୟ ଭାବିବା ଉଚିତ ଯେ ଏହା ପୁରୁଣା ଦୁନିଆ, ପୁରୁଣା ଦେହ ଅଟେ। ଏହି ଦୁନିଆ ତ ଏସବୁ ଖଲାସ ହୋଇଯିବ। ଆମର କାମ ବାବା ଏବଂ ବର୍ଷା ସହିତ ରହିଛି। ବାବା ଏପରି କହୁନାହାନ୍ତି ଯେ ଘର ସଂସାରରେ ରୁହ ନାହିଁ, କାହା ସହିତ କଥାବାର୍ତ୍ତା କର ନାହିଁ। ବାବାଙ୍କୁ ପଚାରୁଛନ୍ତି, ବିବାହ ଆଦିକୁ ଯିବୁ? ବାବା କହୁଛନ୍ତି, ଭଲେ ଯାଅ, କିନ୍ତୁ ସେଠାରେ ମଧ୍ୟ ସେବା କର। ବୁଦ୍ଧିର ଯୋଗ ଶିବ ବାବାଙ୍କ ସହିତ ରହୁ। କାରଣ ଜନ୍ମ ଜନ୍ମାନ୍ତର ବିକର୍ମ ଯୋଗର ବଳ ଦ୍ୱାରା ହିଁ ଭସ୍ମ ହେବ। ଯଦି ଏଠାରେ ମଧ୍ୟ ବିକର୍ମ କରିବ, ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିବ। ପବିତ୍ର ହେବାର ପୁରୁଷାର୍ଥ କରୁଥିବା ଭିତରେ ଯଦି ବିକାରୀ ହୋଇଗଲ, ତେବେ ମରିବ। ଏକଦମ ଚୁରଚୁର ହୋଇଯିବ। ବହୁତ ଅଛନ୍ତି ଯେଉଁମାନେ ଶ୍ରୀମତରେ ନ ଚାଲି ନିଜର ବହୁତ କ୍ଷତି କରୁଛନ୍ତି। ତେବେ ପାଦେ ପାଦେରେ ଶ୍ରୀମତ ଆବଶ୍ୟକ, କିନ୍ତୁ ଏପରି ପାପ କରୁଛନ୍ତି ଯାହାଦ୍ୱାରା ଯୋଗ ଲାଗୁନାହିଁ, ଯୋଗ କରିପାରୁନାହାନ୍ତି। ଯଦି କାହାକୁ ଯାଇ କହିବେ ଭଗବାନ ଆସିଛନ୍ତି, ତାଙ୍କଠାରୁ ବର୍ଷା ନିଅ, ତେବେ ସେମାନେ ମାନିବେ ନାହିଁ, ତାଙ୍କୁ ତୀର ଲାଗିବ ନାହିଁ। ବାବା କହୁଛନ୍ତି, ଭକ୍ତମାନଙ୍କୁ ଜ୍ଞାନ ଶୁଣାଅ, ବ୍ୟର୍ଥରେ କାହାକୁ ଜ୍ଞାନ ଦିଅ ନାହିଁ, ନଚେତ୍ ଆହୁରି ନିନ୍ଦା କରାଇବ। କେତେକ ସନ୍ତାନ ବାବାଙ୍କୁ ପଚାରୁଛନ୍ତି, ବାବା ଆମର ଦାନ କରିବାର ଅଭ୍ୟାସ ରହିଛି, ଏବେ ଜ୍ଞାନକୁ ଆସିଗଲୁଣି, ପୁଣି କ'ଣ କରିବୁ? ବାବା ରାୟ ଦେଉଛନ୍ତି, ସନ୍ତାନମାନେ ଗରିବମାନଙ୍କୁ ଦାନ ଦେଲା ବାଲା ଦୁନିଆରେ ବହୁତ ଅଛନ୍ତି। ଗରିବମାନେ ଭୋକରେ ମରୁନାହାନ୍ତି। ଫକୀରମାନଙ୍କ ପାଖରେ ବହୁତ ପଇସା ଜମା ରହୁଛି। ସେଥିପାଇଁ ଏସବୁ କଥା ତୁମମାନଙ୍କର ବୁଦ୍ଧିରୁ ହଟିଯିବା ଉଚିତ। ଦାନ ଆଦି କରିବାରେ ମଧ୍ୟ ବହୁତ ସାବଧାନ ରହିବା ଦରକାର। ଏପରି ବହୁତ କାମ କରୁଛନ୍ତି, ସେ କଥା ନ କହିଲେ ଭଲ। ପୁଣି ନିଜେ ବୁଝିପାରୁନାହାନ୍ତି ଯେ ଆମ ମୁଣ୍ଡ ଉପରେ ବହୁତ ପାପର ବୋଝ ବଢ଼ି ଚାଲିଛି। ଜ୍ଞାନ ମାର୍ଗ କୌଣସି ଥଟ୍ଟା ମଜାର ମାର୍ଗ ନୁହେଁ। ବାବାଙ୍କ ସହିତ ପୁଣି ଧର୍ମରାଜ ମଧ୍ୟ ଅଛନ୍ତି। ଧର୍ମରାଜଙ୍କ ଠାରୁ ବହୁତ ବଡ଼ ବଡ଼ ଦଣ୍ଡା ମାଡ଼ ସବୁ ଖାଇବାକୁ ପଡ଼ିବ। କହିଥାନ୍ତି ନା, ଶେଷ ସମୟରେ ଯେତେବେଳେ ଧର୍ମରାଜ ହିସାବ ଦେଖିବେ, ସେତେବେଳେ ଜଣାପଡ଼ିବ। ଜନ୍ମ ଜନ୍ମାନ୍ତରର ପାପର ଦଣ୍ଡ ଭୋଗ କରିବାରେ କୌଣସି ସମୟ ଲାଗିବ ନାହିଁ। ବାବା କାଶୀ କଲବଟର ମଧ୍ୟ ଉଦାହରଣ ଦେଇ ବୁଝାଉଛନ୍ତି। ତାହା ଭକ୍ତି ମାର୍ଗ, ଏହା ଜ୍ଞାନ ମାର୍ଗ। ମନୁଷ୍ୟମାନଙ୍କୁ ମଧ୍ୟ ବଳି ଚଢ଼ାଉଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏସବୁ କଥାକୁ ବୁଝିବାକୁ ହେବ। ଏପରି ନୁହେଁ ଯେ ଏହିପରି ଡ୍ରାମା କାହିଁକି କରାଯାଇଛି, ଆମକୁ ଏହି ଚକ୍ରକୁ ଆଣିଲେ କାହିଁକି? ତେବେ ଏହି ସୃଷ୍ଟିଚକ୍ରକୁ ତ ନିଶ୍ଚୟ ଆସିବାକୁ ହିଁ ପଡ଼ିବ। ଏହା ହେଉଛି ଅନାଦି ଡ୍ରାମା। ଚକ୍ରରେ ନ ଆସିଲେ ପୁଣି ଦୁନିଆ ହିଁ ରହିବ ନାହିଁ, ମୋକ୍ଷ ତ କାହାକୁ ମିଳୁ ହିଁ ନାହିଁ। ଯିଏ ଏହି ଡ୍ରାମାର ମୁଖ୍ୟ, ତାଙ୍କୁ ମଧ୍ୟ ମୋକ୍ଷ ମିଳିପାରିବ ନାହିଁ। 5000 ବର୍ଷ ପରେ ପୁଣି ଏହିପରି ଚକ୍ର ଲଗାଇବେ। ଏହା ଡ୍ରାମା ଅଟେ ନା। କେବଳ କାହାକୁ ବୁଝାଇଲେ ବା ଶୁଣାଇଲେ ପଦ ମିଳିବ ନାହିଁ। ପ୍ରଥମେ ପତିତରୁ ପାବନ ହେବାକୁ ପଡ଼ିବ। ଏପରି ନୁହେଁ ବାବା ସବୁ ଜାଣିଛନ୍ତି। ବାବା ଜାଣିଲେ ମଧ୍ୟ କ'ଣ କରିବେ? ପ୍ରଥମେ ତୁମର ଆତ୍ମା ଜାଣିଛି ଯେ ଶ୍ରୀମତ ଅନୁସାରେ ମୁଁ କ'ଣ କରୁଛି, ବାବାଙ୍କୁ କେତେ ସମୟ ମନେ ପକାଉଛି। ବାବା ତୁମର ସବୁ କଥା ଜାଣିବେ। ଏଥିରେ ଫାଇଦା କ'ଣ? ତୁମେ ଯାହା କିଛି କରୁଛ ତାହା ତୁମେ ହିଁ ପାଇବ।
ବାବା ତୁମର ଚାଲିଚଳନ ଏବଂ ସେବାରୁ ଜାଣୁଛନ୍ତି। ଏହି ସନ୍ତାନ ବହୁତ ଭଲ ସେବା କରୁଛି। ଅମୁକ ବାବାଙ୍କର ହୋଇ ମଧ୍ୟ ବହୁତ ବିକର୍ମ କରିଛି। ତାଙ୍କର ମୁରଲି ଶୁଣାଇବାର ଶକ୍ତି ନାହିଁ। ଏହା ହେଉଛି ଜ୍ଞାନ ରୂପକ ଖଣ୍ଡା। ଏଥିରେ ଯୋଗ ବଳର ଧାର ଆବଶ୍ୟକ। ଯୋଗ ବଳ ଦ୍ୱାରା ତୁମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛ। ବାକି ଜ୍ଞାନ ଦ୍ୱାରା ନୂଆ ଦୁନିଆରେ ଉଚ୍ଚପଦ ପାଇବ। ପ୍ରଥମେ ପବିତ୍ର ହେବାକୁ ପଡ଼ିବ। ପବିତ୍ର ନ ହେଲେ ଉଚ୍ଚପଦ ମିଳିପାରିବ ନାହିଁ। ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସୁଛ। ତେବେ ପତିତମାନେ କ'ଣ ନରରୁ ନାରାୟଣ ହୋଇପାରିବେ? ପବିତ୍ର ହେବା ପାଇଁ ପୁରା ଜ୍ଞାନ ଆବଶ୍ୟକ। ଯେଉଁ ଅନନ୍ୟ ସନ୍ତାନମାନେ ସେଣ୍ଟର ସମ୍ଭାଳୁଛନ୍ତି ତାଙ୍କୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ଅଧିକାଂଶ ମେହନତ କରୁନାହାନ୍ତି। ସେଥିପାଇଁ ଶକ୍ତି ଭରୁନାହିଁ, ତୀର ଲାଗୁନାହିଁ। ଯୋଗର ଯାତ୍ରା କାହିଁ? କେବଳ ପ୍ରଦର୍ଶନୀରେ ବହୁତଙ୍କୁ ବୁଝାଉଛନ୍ତି। ପ୍ରଥମେ ଯୋଗ ଦ୍ୱାରା ପବିତ୍ର ହେବାକୁ ପଡ଼ିବ, ତାପରେ ଜ୍ଞାନ। ପବିତ୍ର ହେଲେ ଯାଇ ଜ୍ଞାନର ଧାରଣା ହେବ। ପତିତଙ୍କୁ କେବେ ବି ଧାରଣା ହେବ ନାହିଁ। ମୁଖ୍ୟ ବିଷୟ ହେଉଛି ଯୋଗ। ଲୌକିକ ପାଠପଢ଼ାରେ ମଧ୍ୟ ନିର୍ଦ୍ଦିଷ୍ଟ ବିଷୟ ରହିଥାଏ। ତୁମ ପାଖକୁ ଆସି ଯଦିଓ ବିକେ ହେଉଛନ୍ତି, କିନ୍ତୁ ବ୍ରହ୍ମା କୁମାର କୁମାରୀ ବା ଭାଇ ଭଉଣୀ ହେବା ମାଉସୀ ଘର କଥା ନୁହେଁ। କେବଳ ନାଁକୁ ମାତ୍ର ବିକେ ହେବା ଉଚିତ ନୁହେଁ। ଦେବତା ହେବା ପାଇଁ ପ୍ରଥମେ ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ। ପୁଣି ପାଠପଢ଼ା ମଧ୍ୟ ରହିଛି। କେବଳ ପାଠପଢ଼ା ଥିବ, ପବିତ୍ରତା ନଥିବ, ତେବେ ଉଚ୍ଚପଦ ପାଇପାରିବ ନାହିଁ। ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହେବା ଆବଶ୍ୟକ। ପବିତ୍ର ହେଲେ ହିଁ ପବିତ୍ର ଦୁନିଆରେ ଉଚ୍ଚପଦ ପାଇପାରିବ। ପବିତ୍ରତା ଉପରେ ହିଁ ବାବା ଜୋର ଦେଉଛନ୍ତି। ପବିତ୍ରତା ବିନା କାହାକୁ ଜ୍ଞାନ ଦେଇପାରିବ ନାହିଁ। ବାକି କିଛି ବାବା ଦେଖୁନାହାନ୍ତି। ବାବା ନିଜେ ବସିଛନ୍ତି ନା, ସବୁ କଥା ବୁଝାଉଛନ୍ତି। ଭକ୍ତି ମାର୍ଗରେ ମଧ୍ୟ ଭାବନାର ଭଡ଼ା ମିଳିଯାଇଥାଏ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଶରୀର ବିନା ବାବା କଥାବାର୍ତ୍ତା କିପରି କରିବେ? ଶୁଣିବେ କିପରି? ଆତ୍ମାର ନିଜର ଶରୀର ଅଛି, ତେଣୁ ଶୁଣୁଛି, କହୁଛି। ବାବା କହୁଛନ୍ତି, ମୋର ମଧ୍ୟ ଯଦି ଅର୍ଗାନ୍ସ ଅର୍ଥାତ୍ ଶରୀର ନଥିବ, ତେବେ ମୁଁ ଶୁଣିବି ବା ଜାଣିବି କିପରି? ଭାବୁଛନ୍ତି ବାବା ଜାଣିଛନ୍ତି, ଆମେ ବିକାରୀ ହେଇଛୁ। ଯଦି ନ ଜାଣୁଛନ୍ତି ତେବେ ଭଗବାନ ବୋଲି ମାନିବୁ ନାହିଁ। ଏଭଳି ମଧ୍ୟ ବହୁତ ରହିଛନ୍ତି। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ପବିତ୍ରତାର ରାସ୍ତା ବତାଇବା ପାଇଁ ଆସିଛି। ବାକି ସବୁ ସାକ୍ଷୀ ହୋଇ ଦେଖୁଛି। ପିଲାମାନଙ୍କର ଚାଲିଚଳଣିରୁ ଜଣାପଡ଼ିଯାଇଥାଏ ଯେ ଇଏ କୁପୁତ୍ର, ଇଏ ସୁପୁତ୍ର ଅଟନ୍ତି। ସେବାର ପ୍ରମାଣ ମଧ୍ୟ ଆବଶ୍ୟକ। ଏକଥା ମଧ୍ୟ ଜାଣିଛ, ଯିଏ କରିବ ସିଏ ପାଇବ। ଶ୍ରୀମତରେ ଚାଲିଲେ ହିଁ ଶ୍ରେଷ୍ଠ ହେବ। ଯଦି ଶ୍ରୀମତରେ ନ ଚାଲିବ, ତେବେ ନିଜେ ଖରାପ ହୋଇ ତଳକୁ ଖସିଯିବ। ଯେକୌଣସି ବି କଥା ହେଉ, ତାହା ସ୍ପଷ୍ଟ ଭାବରେ ପଚାର। ଏଥିରେ ଅନ୍ଧ ଶ୍ରଦ୍ଧାର କୌଣସି କଥା ନାହିଁ। ବାବା କେବଳ ଗୋଟିଏ କଥା କହୁଛନ୍ତି, ଶକ୍ତି ନଥିଲେ ପବିତ୍ର କିପରି ହେବ? ଏହି ଜନ୍ମରେ ମଧ୍ୟ ଏପରି ପାପ କର୍ମ କରୁଛନ୍ତି, ସେ କଥା ନ କହିଲେ ଭଲ। ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ। କେବଳ ଏଇଠି ପାପ ଆତ୍ମାମାନେ ଅଛନ୍ତି। ସତ୍ୟଯୁଗ ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ। ବର୍ତ୍ତମାନ ସଙ୍ଗମ ଯୁଗ। ଯଦି କାହାର ବୁଦ୍ଧି କମ୍, ତେବେ ସିଏ ଧାରଣା କରିପାରିବେ ନାହିଁ, ବାବାଙ୍କୁ ସ୍ମରଣ କରିପାରିବେ ନାହିଁ। ପୁଣି ଟୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇଯିବ। ଦୁନିଆ ରୂପକ ପାଳଗଦାକୁ ନିଆଁ ଲାଗିଯିବ। ପୁଣି ଯୋଗରେ ମଧ୍ୟ ରହିପାରିବ ନାହିଁ। ସେ ସମୟରେ ଚାରିଆଡ଼େ ହାହାକାର ଭରିଯିବ। ବହୁତ ଦୁଃଖର ପାହାଡ଼ ଖସିବ। ତେଣୁ ଏହି ଚିନ୍ତା ରହିବା ଉଚିତ ଯେ ଆମେ ନିଜର ରାଜ୍ୟ ଭାଗ୍ୟ ବାବାଙ୍କ ଠାରୁ ନେଇକରି ଯିବୁ। ସେଥିପାଇଁ ଦେହ ଅଭିମାନକୁ ଛାଡ଼ି ସେବାରେ ଲାଗିଯିବା ଉଚିତ। ସମସ୍ତଙ୍କର କଲ୍ୟାଣକାରୀ ହେବାକୁ ପଡ଼ିବ।
ଧନ ବ୍ୟର୍ଥରେ ଖର୍ଚ୍ଚ କରିବା ଉଚିତ ନୁହେଁ। ଯିଏ ଯୋଗ୍ୟ ପାତ୍ର ନୁହେଁ ସେଭଳି ପତିତମାନଙ୍କୁ କେବେ ଦାନ ଦେବା ଉଚିତ ନୁହେଁ। ନଚେତ ଦାନୀ ଉପରେ ମଧ୍ୟ ପାପ ଲାଗିଥାଏ। ଏପରି ନୁହେଁ ଯେ ଡେଙ୍ଗୁରା ପିଟିବ ଭଗବାନ ଆସିଛନ୍ତି। ଏପରି ନିଜକୁ ଭଗବାନ ଉପାଧି ଦେଉଥିବା ମନୁଷ୍ୟ ଭାରତରେ ବହୁତ ଅଛନ୍ତି। କେହି ମାନିବେ ନାହିଁ ଏକଥା ତୁମେ ଜାଣିଛ, କାରଣ ତୁମକୁ ଜ୍ଞାନର ଆଲୋକ ମିଳିଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମେ ସବୁ ଆତ୍ମିକ ସନ୍ତାନମାନେ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରରେ ବାବା ଆଜି ପ୍ରଥମ ପଏଣ୍ଟରେ କହିଲେ, ପାଠ ପଢ଼ିବା ସହିତ ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ। ସେହିଭଳି ଯୋଗ୍ୟ ଅଥବା ସୁପୁତ୍ର ହୋଇ ସେବାର ପ୍ରମାଣ ଦେବାକୁ ହେବ। ଶ୍ରୀମତ ଆଧାରରେ ନିଜକୁ ଶ୍ରେଷ୍ଠ କରିବାକୁ ହେବ। ଦ୍ୱିତୀୟରେ କହିଲେ, ନିଜର ମୂଳଧନକୁ ମଧ୍ୟ ନିଜର ସ୍ଥୂଳ ଧନକୁ ମଧ୍ୟ ବ୍ୟର୍ଥରେ ଖର୍ଚ୍ଚ କରିବାର ନାହିଁ କିମ୍ବା ପତିତଙ୍କୁ ଦାନ କରିବାର ନାହିଁ। ଜ୍ଞାନ ଧନ ମଧ୍ୟ ପାତ୍ର ଦେଖି ଦେବା ଉଚିତ। ବରଦାନରେ ବାବା କହିଲେ, ପୁରୁଣା ସଂସ୍କାର ଗୁଡ଼ିକର ଅଗ୍ନି ସଂସ୍କାର କରୁଥିବା ସଚ୍ଚା ମର୍ଜିବା ଭବ। ପୁରୁଣା ସଂସ୍କାର ଗୁଡ଼ିକର ଅଗ୍ନି ସଂସ୍କାର କରୁଥିବା ସଚ୍ଚା ମର୍ଜିବା ଭବ। ଯେପରି ମରିଯିବା ପରେ ସ୍ଥୂଳ ଶରୀରର ସଂସ୍କାର କରିଥାନ୍ତି, ଯାହାଦ୍ୱାରା ବ୍ୟକ୍ତିର ନାମ ରୂପ ସମାପ୍ତ ହୋଇଯାଏ, ସେହିପରି ତୁମ ପିଲାମାନେ ମଧ୍ୟ ଯେତେବେଳେ ମରିଯିବା ଅର୍ଥାତ୍ ବଞ୍ଚି ଥାଉ ଥାଉ ପୁରୁଣା ଦୁନିଆରୁ ମରୁଛ, ତେବେ ଯଦିଓ ତୁମର ସେହି ପୁରୁଣା ଶରୀର ମଧ୍ୟ ରହୁଛି, କିନ୍ତୁ ତୁମେମାନେ ନିଜର ପୁରୁଣା ସ୍ୱଭାବ ସଂସ୍କାରର ଏବେ ପୁରୁଣା ସ୍ମୃତିର ଅଗ୍ନି ସଂସ୍କାର କରିନେଉଛ। ଯଦି ଅଗ୍ନି ସଂସ୍କାର ହେଉଥିବା ମନୁଷ୍ୟ ପୁନର୍ବାର ସମ୍ମୁଖକୁ ଆସେ, ତେବେ ତାକୁ ଭୂତ କୁହାଯାଏ। ସେହିଭଳି ଏଠାରେ ମଧ୍ୟ ଯଦି କୌଣସି ଅଗ୍ନି ସଂସ୍କାର ହୋଇସାରିଥିବା ପୁରୁଣା ସଂସ୍କାର ଜାଗ୍ରତ ହୋଇଯାଉଛି, ତେବେ ଏହା ମଧ୍ୟ ମାୟାର ଭୂତ ଅଟେ। ତେଣୁ ଏହି ଭୂତ ଗୁଡ଼ିକୁ ଘଉଡ଼ାଇ ଦିଅ, ସେଗୁଡ଼ିକର ବର୍ଣ୍ଣନା ମଧ୍ୟ କର ନାହିଁ। ବାବା ଆଜି ସ୍ଲୋଗାନରେ କହିଲେ, କର୍ମଭୋଗର ବର୍ଣ୍ଣନା କରିବା ପରିବର୍ତ୍ତେ କର୍ମଯୋଗ ସ୍ଥିତିର ବର୍ଣ୍ଣନା କରି ଚାଲ। ଓମ୍ ଶାନ୍ତି। ବାବା ଆଜି ପୂର୍ଣ୍ଣ ଭାବରେ କେମିତି ଆମେ ପବିତ୍ର ରହିବା, ଯୋଗ କରିବା, ଜ୍ଞାନ ଅପେକ୍ଷା ଯୋଗରେ ଅଧିକ ସମୟ ଦେବା ପାଇଁ ବାବା ଆଜି କହିଛନ୍ତି। ଆମେ ସମସ୍ତେ ନିଶ୍ଚୟ ଅକ୍ଷରେ ଅକ୍ଷରେ ମାନିବା। ଓମ୍ ଶାନ୍ତି। ଆଜି ଅବ୍ୟକ୍ତ ଇଶାରା ବାବା କହିଲେ, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେପରି ରାଜା ନିଜେ କୌଣସି କାର୍ଯ୍ୟ କରେ ନାହିଁ, ଅନ୍ୟମାନଙ୍କ ଦ୍ୱାରା କରାଇଥାଏ, କାରଣ କାର୍ଯ୍ୟ କରିବା ବାଲା ରାଜକର୍ମଚାରୀ ଅଲଗା ଥାନ୍ତି। ଯଦି ରାଜକର୍ମଚାରୀମାନେ ଠିକ୍ ନଥାନ୍ତି, ତେବେ ରାଜ୍ୟ ଟଳମଳ ହୋଇଥାଏ। ସେହିପରି ଆତ୍ମା ମଧ୍ୟ ନିର୍ଦ୍ଦେଶକର୍ତ୍ତା ଅଟେ। ଏହି ବିଶେଷ ତ୍ରିମୂର୍ତ୍ତି ଶକ୍ତିଗୁଡ଼ିକ ଯଥା ମନ, ବୁଦ୍ଧି, ସଂସ୍କାର ତାର କର୍ମକର୍ତ୍ତା ଅଟନ୍ତି। ତେଣୁ ପ୍ରଥମେ ଏମାନଙ୍କ ଉପରେ ଶାସନ କରିବାର ଶକ୍ତି ରହିବା ଦରକାର, ଯାହାଦ୍ୱାରା ଏହି ସାକାର କର୍ମେନ୍ଦ୍ରିୟ ଗୁଡ଼ିକ ଆପେ ଆପେ ଠିକ୍ ରାସ୍ତାରେ ପରିଚାଳିତ ହେବେ। ଓମ୍ ଶାନ୍ତି।